ଆପଣ ଯଦି ଡିଜିଜ୍ ଫ୍ରି ହେବା ପାଇଁ ଚାହୁଁଛନ୍ତି ଆପଣ ସନ୍ଧ୍ୟା 6ଟା ସୁଦ୍ଧା ଆପଣଙ୍କର ଡିନରଟା କମ୍ପ୍ଲିଟ୍ ହେବା ଦରକାର। ସନ୍ଧ୍ୟା 6ଟା ପରେ ରାତି 10ଟା ପରେ ଆମ ଶରୀରରେ ଗୋଟେ ଅଲଗା ପ୍ରକାର ହରମୋନ୍ ସବୁ କାମ କରେ, ଯୋଉଟାକି ଡେ ଟାଇମ୍ରେ କାମ କରେନି। ଷ୍ଟ୍ରେସ୍ ହରମୋନ୍ କାମ କରେ, ଆଉ ଆପଣଙ୍କର ବିଭିନ୍ନ ପ୍ରକାର ଏନ୍ଜାଇମ୍ସ କାମ କରନ୍ତି। ଏଇ ଏନ୍ଜାଇମ୍ ସବୁ ଯେତେ ରାତି ହେବ ସେତେ ସେମାନେ ଆକ୍ଟିଭ୍ ହେବେ। ତ ଏଇ ଆକ୍ଟିଭ୍ ହେବା ପାଇଁ ତାଙ୍କୁ ଗୋଟେ ପିରିୟଡ଼, ଗୋଟେ ଟାଇମ୍ ଦରକାର, ସମୟ ଦରକାର। ମନେ କରନ୍ତୁ ମୁଁ 6ଟାରେ ଆପଣଙ୍କୁ କହିଲି, ଖାଦ୍ୟ ବିଶେଷଜ୍ଞ ହିସାବରେ ମୁଁ ଆପଣଙ୍କୁ କହିଲି ଆପଣଙ୍କର ଆର୍ଲି ଡିନର ହେବା ଦରକାର 6ଟା ବେଳେ। ଦେଖିବେ ବର୍ତ୍ତମାନ ଯେତେ ସେଲିବ୍ରିଟି ଅଛନ୍ତି ସବୁ 6ଟାରେ ତାଙ୍କର ଖାଦ୍ୟଟା ଖାଉଥିବେ। କାରଣଟା କ'ଣ? 10:30 11ଟା ପରେ ଯେଉଁ ପ୍ରକାର ଏନ୍ଜାଇମ୍ସ, ଯେଉଁ ପ୍ରକାର ହରମୋନ୍ ଆମ ଶରୀରରେ କାମ କରେ, ତା ପୂର୍ବରୁ ଆମର ପେଟକୁ 4 ଘଣ୍ଟା ଖାଦ୍ୟ ନ ଯିବା ଦରକାର। ଯଦି ଆପଣ 6ଟାରେ ଖାଦ୍ୟ ଖାଇଲେ 10:30ରୁ 11ଟା ପରେ ସେ ସେତିକି ଏନ୍ଜାଇମ୍ସ କି ଟାଇମ୍ ମିଳିଯିବ କି ମୁଁ ଗୋଟେ ଶରୀରରେ କାମ କରିପାରିବି। ତ ଯେବେ ଏଇ ସିଷ୍ଟମଟା ବନ୍ଦ ହେଲା କ'ଣ, ସବୁ ବେସ୍ ସିଷ୍ଟମ ହେଇଗଲା। ଆପଣ 10:30ରେ ଖାଇଲେ ଆପଣଙ୍କର ହରମୋନ୍ ବା ଏନ୍ଜାଇମ୍ସ ଯେଉଁ ହିସାବରେ କାମ କରିବା କଥା ତାଙ୍କର ପ୍ରପର ଟାଇମ୍ ସେମାନେ ପାଇଲେନି କାମ କରିବା ପାଇଁ। ନା ସେମାନେ ଡିପ୍ କ୍ଲିନଜିଂ କରିପାରିଲେ, ନା ଡାଇଜେସନ୍ କରିପାରିଲେ। କାହିଁକିନା ତାଙ୍କୁ ଟାଇମ୍ ଦେବା ପାଇଁ ହେଲେ ଆପଣଙ୍କର ଆର୍ଲି ଡିନର କଲେ ହିଁ ସେ 4 ଘଣ୍ଟା 5 ଘଣ୍ଟା ପାଇବେ, ଯେଉଁ ସମୟରେ ରାତି 10:30ରୁ ସେମାନେ 4:30 ପର୍ଯ୍ୟନ୍ତ କାମ କରନ୍ତି। ତ ଯେତେ ଆର୍ଲି ଡିନର ଆପଣ ନେବେ ସେଟା ଆପଣଙ୍କୁ ଡିଜିଜ୍ ଫ୍ରି କରେଇବା ବାଧ୍ୟ। କ'ଣ ଖାଇବେ ରାତିରେ? ଆଚ୍ଛା, ରାତିରେ ଯେହେତୁ ଆମର ଆକ୍ଟିଭିଟି ନଥାଏ, କୌଣସି କାମ ଆମେ କ'ଣ ରାତିରେ କରନ୍ତି କି? କରନ୍ତି। ଦିନ ହିସାବରେ ଆପଣ ରାତିରେ ବହୁତ କମ୍ କାମ କରନ୍ତି, ଦିନରେ ବେଶୀ କାମ କରନ୍ତି। ସେଥିପାଇଁ ରାତିର ଖାଇବା ଆପଣ ଯେତେ ଲାଇଟ୍ ନେବେ ସେଟା ଆପଣ ଶରୀର ପାଇଁ ହିତକର। ରାତିରେ ଯଦି ଲେଟ୍ରେ ଯଦି କିଏ ଖାଉଛନ୍ତି ତାହେଲେ କ'ଣ ଅସୁବିଧାର ଶିକାର ହେବେ? ରାତିରେ ଯଦି ମୁଁ ଲେଟ୍ରେ ଖାଇଲି, ଏକରେ ମୋର କର୍ଟିଜଲ୍ ଲେଭେଲ୍ ବଢ଼ିବ। ତ ଏଇଠି ଗୋଟେ କ୍ୱେଶ୍ଚନ୍ ଆସୁଛି, କର୍ଟିଜଲ୍ଟା କ'ଣ? ଲୋକମାନେ ଏବେ ଦେଖୁଛନ୍ତି ବେଶୀ ଚିଡ଼ଚିଡ଼ା ହେଉଛନ୍ତି। କର୍ଟିଜଲ୍ ମାନେ ଷ୍ଟ୍ରେସ୍ ସେମାନଙ୍କର ବଢ଼ୁଛି। କାରଣଟା କ'ଣ? ଲେଟ୍ ଡିନର। ଲୋକମାନଙ୍କର ଡାଇଜେସନ୍ ଇସ୍ୟୁ ହେଉଛି। କାରଣଟା କ'ଣ? ଲେଟ୍ ଡିନର। ଲୋକମାନେ ବିଭିନ୍ନ ପ୍ରକାର ଲାଇଫଷ୍ଟାଇଲ୍ ଡିଜିଜ୍ରେ ଆଫେକ୍ଟେଡ୍ ହେଉଛି। ତା କାରଣ କ'ଣ? ଆପଣଙ୍କର ଲେଟ୍ ଡିନର। ଲେଟ୍ ଡିନର ଏବେ ସବୁ ପ୍ରକାର ଲାଇଫଷ୍ଟାଇଲ୍ ଡିଜିଜ୍ର ହେଉଛି ମେନ୍ କାରଣ। ଆପଣ ଯଦି ଡିଜିଜ୍ ଫ୍ରି ହେବା ପାଇଁ ଚାହୁଁଛନ୍ତି ଆପଣ ସନ୍ଧ୍ୟା 6ଟା ସୁଦ୍ଧା ଆପଣଙ୍କର ଡିନରଟା କମ୍ପ୍ଲିଟ୍ ହେବା ଦରକାର। ଯଦି କରିପାରୁନାହାନ୍ତି ତାହେଲେ ମୁଁ ଆପଣଙ୍କୁ ଲେଖିକି ଦେଉଛି, କେବେ ବି ଆପଣ ଡିଜିଜ୍ ଫ୍ରି କୌଣସି ପ୍ରକାର ହେଇପାରିବେ। 6ଟାରେ ଖାଇଲେ ରାତି 10ଟା ବେଳକୁ ଭୋକ ପୁଣି ଥରେ ହେଉଛି, ଆଚ୍ଛା, କ'ଣ କରାଯିବ? ସୁନ୍ଦର ଜିନିଷ ଏଇଟା। ଗୋଟେ ୟା ପଛରେ ମଧ୍ୟ ସାଇନ୍ସ ଅଛି। ଆମର 6ଟାର ଖାଦ୍ୟ ଏମିତି ହେବା ଦରକାର ଯେମିତି ଆପଣଙ୍କୁ ରାତିମାନ ଭୋକ ନ ଲାଗିବ। ଭୋକ ଲାଗିବା ପଛରେ ମଧ୍ୟ ସାଇନ୍ସ ଅଛି। ଦ୍ୟାଟ୍ ଇଜ୍ ଗୋଟେ ହେଉଛି ଆମର ହରମୋନ୍, ଯୋଉଟାକି ଗ୍ରେଲିନ୍ ହରମୋନ୍। ଗ୍ରେଲିନ୍ ହରମୋନ୍ ଯଦି ଆପଣଙ୍କର ଶରୀରରେ ତାକୁ ଯେତେ ବଢ଼େଇବ ଆପଣ ସେତେ ଭୋକ ଲାଗିବ। ମନେ କରନ୍ତୁ ମୁଁ ସନ୍ଧ୍ୟା 6ଟାରେ ଗ୍ରେଲିନ୍ କି କଣ୍ଟ୍ରୋଲ କରିବା ଯୁକ୍ତ ଖାଦ୍ୟ ଖାଇଲି, ତାହେଲେ ମୁଁ ରାତିରେ ଆଉ ଭୋକ ଫିଲ୍ କରିବି ନାହିଁ। ଦିସ୍ ଇଜ୍ ଦ ଭେରି ସାଇଣ୍ଟିଫିକ୍ ରିଜନ୍। ଖାଇସାରିଲା ପରେ ଶୋଇବା ଦରକାର ନା ନାଇଁ ଖାଇସାରି କିଛି କାମ କରୁଥିଲେ ବି ଚଳିବ? ଖାଇସାରିଲା ପରେ ଆପଣଙ୍କୁ ଟିକେ ମୁଭମେଣ୍ଟ କରିବା ଦରକାର। ତା ପଛରେ ମଧ୍ୟ ସାଇନ୍ସ ଅଛି। ସାଇନ୍ସ କ'ଣ? ଖାଇସାରିଲା ପରେ ଆମ ସମସ୍ତଙ୍କ ଶରୀରରେ ଇନ୍ସୁଲିନ୍ଟା ସ୍ପାଇକ୍ କରେ। ତ ଇନ୍ସୁଲିନ୍ଟାକୁ ସ୍ପାଇକ୍ ନ କରିବା ପାଇଁ ହେଲେ ଆମକୁ ଟିକେ ମୁଭମେଣ୍ଟ କରିବା ଦରକାର। କିନ୍ତୁ ବର୍ତ୍ତମାନ ଲୋକ ମୁଭମେଣ୍ଟ କରୁନାହାନ୍ତି, ସିଧା ଖାଇଲେ ଡାଇନିଂରେ, ସିଧା ବେଡ୍କୁ ପଳେଇଲେ। କିନ୍ତୁ ତା ଭିତରେ ଆପଣ 10-15 ମିନିଟ୍ ଖାଲି ଟିକେ ଅଲଗା କାମ କିଛି ମୁଭମେଣ୍ଟ କଲେ ଆପଣଙ୍କର ଇନ୍ସୁଲିନ୍ଟା ଯେଉଁ ଲେଭେଲରେ ସ୍ପାଇକ୍ ହେଇଥାଏ ସେ ଆଉ ସେଇ ଲେଭେଲରେ ସ୍ପାଇକ୍ କରିବନି। ଯଦି ସ୍ପାଇକ୍ ନ କରିବ ତାହେଲେ ଆପଣଙ୍କର କ'ଣ? ଡାଇବେଟିକ୍ ବି ନର୍ମାଲ ରେଞ୍ଜରେ ରହିବ।